ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ନିକଟରେ ଭାରସାମ୍ୟରାଇ ବ୍ରିଜ ଉପର ତଳକୁ ଅଧା ଝୁଲି ରହିଛି ବାଲି ବୋଝେଇ ହାଇବା। ତେବେ କ୍ୟାବିନରେ ଡ୍ରାଇଭର ଜଣକ ଚାପି ହୋଇ ରହିଥିବା ବେଳେ ରେଢାଖୋଲ ପୋଲିସ ଏବଂ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ଏବଂ ଉକ୍ତ ହାଇୱାଟି ବୌଦ୍ଧ ମହାନଦୀରୁ ବାଲି ଧରି ରେଢାଖୋଲ ଆସୁଥିଲା। ବଲାଙ୍ଗୀର ଜିଲ୍ଲା କଣ୍ଟାବାଜି ସହର ଗୋରୁ ବଜାର ନିକଟରେ ପିକନିକ ଗାଡି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ବାଇକ୍ ଚାଳକ ଗୁରୁତର ହୋଇ ମୃତ୍ୟୁବରଣ କରିଥିବା ବେଳେ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି ଏବଂ ମୃତ ବାଇକ୍ ଚାଳକ କଣ୍ଟାବାଞ୍ଜି ଥାନା ଘଣା ମହୁଲ ଗାଁର ଧନୀରାମ ଜାଲ ହୋଇଥିବା ବେଳେ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଞ୍ଚଳର ଏକ ବିଲରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଉଭୟ 2 ମାସ ତଳେ ବିବାହ କରିଥିଲେ ଏବଂ ଘଟଣାସ୍ଥଳରେ ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। କଳାହାଣ୍ଡି ଜିଲ୍ଲାର ଗୁଡହାଣ୍ଡି ଡୋକରୀ ଚଞ୍ଚରା ଜଳପ୍ରପାତରେ ବୁଡି ଯୁବକ ନିଖୋଜ। ଉକ୍ତ ଯୁବକ ଜଣକ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ଡୁମରମୁଣ୍ଡା ଗ୍ରାମର ଅବିନାଶ ପରଜା ହୋଇଥିବା ବେଳେ ସେ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ ଏବଂ ଜଳପ୍ରପାତ ଉପରୁ ମୋବାଇଲରେ ସେଲ୍ଫି ଉଠାଇବା ବେଳେ ଅସାବଧାନତା କାରଣରୁ ଜଳପ୍ରପାତର ଗଭୀର ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। Preview. Audio Jungle. Audio Jungle. Preview. କେନ୍ଦ୍ରାପଡ଼ା ଜିଲ୍ଲା ଗରତପୁର ବ୍ଲକ ମଧୁଶାସନ ଗ୍ରାମ ପଞ୍ଚାୟତ କୁଦା ନଗରୀ ସ୍ଥିତ ପର୍ଯ୍ୟଟନ ସ୍ଥଳୀରେ ମାଘ ମେଳା ଉପଲକ୍ଷେ ହେଉଥିବା ଯାତ୍ରାରେ ନିଶା ମହାରଣାଙ୍କ ନୃତ୍ୟକୁ ନେଇ 2 ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସହ ଛୁରାମାଡ଼ ଏବଂ ଏହି ଛୁରାମାଡ଼ରେ 2 ଜଣ ଗୁରୁତର ହୋଇଥିବା ବେଳେ ଚେୟାର ଫିଙ୍ଗି ଓ ଧସ୍ତାଧସ୍ତିରେ ଅନେକ ଦର୍ଶକ ଆହତ ହୋଇଛନ୍ତି। ରାୟଗଡ଼ାର ଭାକୁରଗୁଡ ସ୍ଥିତ ସତ୍ୟମ ପେପର ଓ ମୁଭର୍ସ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି ଏବଂ କୋଲନରା ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ଆହତ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ଚାନ୍ଦିନୀ ପୋଲିସର ତଦନ୍ତ ଜାରି। ଖଲିକୋଟ ଥାନା ନୂତନ ଗୁରୁଣ୍ଠି ଗାଁରେ ଘର ଭିତରୁ ନବବଧୂର ମୃତଦେହ ଉଦ୍ଧାର। ନବବଧୂର ବେକରେ ରକ୍ତ ଲାଗିଥିବାରୁ ବାପ ଘର ଲୋକେ ହତ୍ୟା ଅଭିଯୋଗ କରି ନ୍ୟାୟ ଦାବିରେ ଘର ଆଗରେ ଧାରଣା ଦେଇଛନ୍ତି। ସେପଟେ ଶ୍ୱଶୁର ଘର ଲୋକେ ଫେରାର ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। Preview. Preview. Audio Jungle. Audio Jungle. Preview. କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡକୁ 4 ୱିକେଟରେ ହରାଇଲା ଭାରତ। ଇଂଲଣ୍ଡ ଦଳ 49.5 ଓଭରରେ 304 ରନ୍ ସଂଗ୍ରହ କରିଥିବା ବେଳେ ଭାରତ 44.3 ଓଭରରେ 6 ୱିକେଟ ହରାଇ ଏହି ଲକ୍ଷ୍ୟକୁ ହାସଲ କରିଛି। ଏହା ସହିତ ଭାରତ ଟିମ୍ ତୃତୀୟ ମ୍ୟାଚର ସିରିଜରେ 2-0ରେ ଆଗୁଆ ରହିଛି। ଖୋର୍ଦ୍ଧା ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ନାଚୁଣୀ ଥାନା ନିକଟ କହ୍ନେଇପୁର ଛକରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ଓଏସଆରଟିସି ବସ୍, ଯାହା ଫଳରେ ବସରେ ଥିବା ବହୁ ଯାତ୍ରୀ ଆହତ ହୋଇ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି ଏବଂ ଉକ୍ତ ବସଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ବୋଲି ସୂଚନା।
ଏବଂ ୟୁପି ପ୍ରୟାଗରାଜ ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ ସୁଦ୍ଧା 47 କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଯୋଗୀ ଆଦିତ୍ୟନାଥ, ଅଖିଳେଶ ଯାଦବ ଆଦି ବହୁ ବରିଷ୍ଠ ନେତା ସଙ୍ଗମରେ ସ୍ନାନ କରିଛନ୍ତି। Preview.